ଇସ୍ରାଏଲର ଆକ୍ରମଣ ପରେ ଇରାନର ବଡ଼ ଆକ୍ରମଣ। 10 ମିନିଟ୍ରେ 400ରୁ ଅଧିକ ବାଲିଷ୍ଟିକ୍ ମିସାଇଲ୍ ମାଡ଼। ନେତାନ୍ୟାହୁଙ୍କ ଚେତାବନୀ, ବଡ଼ ଭୁଲ କରିଛି ଇରାନ, ପରିଣାମ ଭୋଗିବ। ଆମେରିକାର ସୁରକ୍ଷା ଟିମ୍ଙ୍କ ସହ ବାଇଡେନ୍-ହାରିସ୍ଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ। ଇସ୍ରାଏଲ ସହର ଉପରେ 400ରୁ ଅଧିକ ମିସାଇଲ୍ ମାଡ଼ କଲା ଇରାନ। 102ଟି ଅଞ୍ଚଳକୁ ଟାର୍ଗେଟ୍ କରି ଏହି ମିସାଇଲ୍ ମାଡ଼ କରାଯାଇଛି। କ୍ୟାମେରାରେ କଏଦ ହୋଇଛି ମିସାଇଲ୍ ଆକ୍ରମଣର ଚିତ୍ର। ଆକାଶରେ ଇରାନର ମିସାଇଲ୍ ଓ ଇସ୍ରାଏଲର ଆଇରନ୍ ଡୋମ୍ ମଧ୍ୟରେ ଚାଲିଛି ଟକ୍କର। କିଛି ଅଞ୍ଚଳରେ ମିସାଇଲ୍ ମାଡ଼ ଯୋଗୁଁ ନିଆଁ ଲାଗିଥିବା ଜଣାପଡ଼ିଛି। ଇରାନର ଆକ୍ରମଣ ପରେ ଇସ୍ରାଏଲର ରାଷ୍ଟ୍ରପତିଙ୍କ ନେତାନ୍ୟାହୁଙ୍କ ଚେତାବନୀ ଦେଇ କହିଛନ୍ତି, ଇରାନ ବଡ଼ ଭୁଲ କରିଛି, ଏହାର ପରିଣାମ ଭୋଗିବାକୁ ପଡ଼ିବ। ସ୍ଥିତି ଜଟିଳ ହେଉଥିବା ବେଳେ ଆମେରିକାର ସୁରକ୍ଷା ଟିମ୍ଙ୍କ ସହ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍, କମଳା ହାରିସ୍ଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ କରିଛନ୍ତି। ତେବେ ମିସାଇଲ୍ ଆକ୍ରମଣ ପୂର୍ବରୁ ଇସ୍ରାଏଲର ଲୋକଙ୍କୁ ସତର୍କ କରିବା ସହ ସମସ୍ତ ନାଗରିକଙ୍କୁ ବଙ୍କର ମଧ୍ୟରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ତେବେ ଏହି ଆକ୍ରମଣରେ ମୃତାହତ ନେଇ କୌଣସି ସୂଚନା ମିଳିପାରିନାହିଁ।